भगवते वासुदेवाय। ओम नमो भगवते श्री पुरुषोत्तमाय। ओम नमो भगवते श्रीमन् श्रीनारायणाय। जगन्नाथ बलभद्र सुभद्राभ्यां सुदर्शन नीलाचल निवासाय चतुर्धामृतये नमः। ओम यस्य ज्ञानोदय सिन्धु रगाढस्यानघागुणा सेव्यतामक्षोधीरा सश्रियेचामृतायतः समाहृत्यानतन्त्राणि संक्षिप्यै प्रतिसंस्कृतै सम्पूर्णामुच्यते वर्गै अर्णामलिङ्गानुशासनं प्रायसर्वभेदेन सहचर्या चतुर्प्रति त्रिपुंनपुंसकङ्गे तद्विशेषविवेकचित् भेदाख्यानाय न बन्धो नैकोशेषेण शङ्कर कुतत्र भिन्नलिङ्गानां मनकटानां क्रमाधृते त्रिलिङ्गां त्रिशुचिपदं मिथुने च द्वयोरिति निषिद्धलिङ्गं शेषार्थं तं गाथादीन पूर्वभाग। ॐ नमो भगवते श्रीमन् श्रीजगन्नाथाय। ओम स्वस्ति नो इंद्रो वृद्धस्वरः स्वस्ति न पूषः विश्वेवेदाः स्वस्ति न तार्क्ष्यं अरिष्टं स्वस्ति न बृहस्पतिर्दधातु कर्म रुन्धन्तां कर्म रुन्धन्तां कर्म रुन्धन्तां। ओम नमो भगवते जगन्नाथाय। ओम नमो भगवते वासुदेवाय। सर्वे भवन्तु सुखिनो सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शान्तिः ओम शान्तिः ओम शान्तिः। जय जगन्नाथ जय जगन्नाथ जय जय जगन्नाथ जय जगन्नाथ जय जगन्नाथ। यापर अनुरोध रखिबी श्रीजुक्त शेषदेव बारिक प्रारंभिक संगीत गान करने मंच को निमंत्रण करी। श्रीजुक्त शेषदेव बारिक महोदय एवं चली पूज्य पूजार परंपरा संवर्धित करुछंती आमर सत्यनारायण पालिया महासंघर सदस्य माने। अनुरोध रखिबी श्रीजुक्त शेषदेव बारिक महोदय प्रारंभिक संगीत गान करने। शेषदेव बारिक। तुम जीवन हे नारायण तुम शांति नाही हे नारायण। तुम बिना शांति नाही। जय
जगन्नाथ प्रभु से सत्यनारायण को देश पदे प्रभु हे सुंदर थिला आध्यात्मिक परिवेश किछि समय पय सृष्टि कर दल शेषदेव भाई आउ मु जणै देबा को चाहे डॉक्टर ज्ञानप्रिय कानून जे बसिचंदी सम्मानित अतिथि भाबरे से होचंदी तांकर पालिया ये जोरदार करताली दबा ज्ञानप्रिय भाई को पाए सतरे मीठा मिठाई
ଏ ମହାସଂଘରେ ମିଠା ମିଠା ଏ ମହାସଂଘରେ କେତେ ମହୁମୋହ ଅଛି। ଏଠି ଥାଉ ପଛେ ହଜାରେ ନରକ ସରଗଟିଏ ବି ଅଛି। ସତରେ ଅଗଷ୍ଟ 26ର ସେ ଏକ ଶୁଭ ବେଳାରେ ଶୁଭ ଲଗ୍ନରେ କେତେ ଜଣ ବନ୍ଧୁଙ୍କୁ ନେଇ ଆରମ୍ଭ କରାଯାଇଥିଲା ପାଳିଆ ମହାସଂଘ, ଯାହାର ଆଜି ଝଲକ ଦେଖୁଛନ୍ତି ଆପଣମାନେ। ପ୍ରଥମ ବାର୍ଷିକ ସମ୍ମେଳନ ସତେ କିନ୍ତୁ ଯେମିତି ଲାଗୁଛି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଆଜିର ଭବ୍ୟ ସନ୍ଧ୍ୟା। ଆପଣମାନଙ୍କୁ ଭଲ ପାଉ ବୋଲି ଏ ମହାସଂଘ ଆପଣଙ୍କ ପାଖେ ବସିଛି। ଆପଣଙ୍କ ହସ ଆପଣଙ୍କ ଯଶ ହୃଦୟକୁ ଜୟ କରୁଛି। ନମ୍ର ଉଦାର ସହନଶୀଳତା ବିଜୟ ଯାତ୍ରୀ ପଥର ଭଲ ପାଳିଆଟି ହେବା ପାଇଁ ଆମେ ଜନ୍ମ ନେଉଥିବା ବାରମ୍ବାର ଆପଣମାନଙ୍କ ପାଇଁ ପୁଣି ଥରେ ଆପଣମାନେ ହିଁ କରତାଳି ଦେବେ। ଯେହେତୁ ଆପଣମାନେ ହେଉଛନ୍ତି ଆଜି ଏ ଗୋପଦାନର କହ୍ନେଇ। ବୋଧହୁଏ ଆପଣମାନେ ନଥିଲେ ଏ ସଫଳତା ଶୀର୍ଷରେ ଆମେ ପହଞ୍ଚି ପାରିନଥାନ୍ତୁ। ଆଉ ଧନ୍ୟବାଦ ଦେବି ଏ ଗ୍ରାମବାସୀମାନଙ୍କୁ, ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଆଉ ସହଯୋଗରେ ଆଜିର ଏ ପାଳିଆ ମହାସଂଘ ଏଠି ଆୟୋଜନ କରିଛି ଆଜିର ଏ ପ୍ରଥମ ବାର୍ଷିକ ସମ୍ମେଳନ। ଏବେ ଆରମ୍ଭ ଆମନ୍ତ୍ରଣ ଜଣେଇବି ଏ ଗାଁର ପୁଅ, ଏ ଗାଁରେ ରହି ମଧ୍ୟ ଅନେକ କୃତି ଏବଂ କୀର୍ତ୍ତିର ଅଧିକାରୀ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଯିଏ ଅଛନ୍ତି ନିର୍ଦ୍ଦେଶକ ବଳରାମ କର ମହୋଦୟ। ମା ଆଗରେ ମାଉସୀ ଆଗରେ ମାମୁଁ ଘର କହିବା କଥା ଯାହା ତାଙ୍କର ବ୍ୟକ୍ତିତ୍ୱ ବଖାଣିବା ସେଇଆ। ଆମେ ଚିହ୍ନିଛୁ ବଳରାମ ବାବୁଙ୍କୁ, ଆମେ ଦେଖିଛୁ ତାଙ୍କୁ। ଯେତେବେଳେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଭିତରକୁ ପଶିଯାଉ ଯଦି କିଛି ଅସୁବିଧା ଥାଏ ବ୍ୟକ୍ତିଗତ ଭାବେ ହଉ କିମ୍ବା ଅନୁଷ୍ଠାନ ଭାବରେ ହୁଏ, ସେ ପହଞ୍ଚି ଯାଆନ୍ତି ଆମ ପାଖରେ ଆଉ ସାହାଯ୍ୟର ହାତ ବଢ଼େଇ ଦିଅନ୍ତି, ପଳେଇ ଯାଆନ୍ତି, ଧାଇଁ ଯାଆନ୍ତି ସେ କାମଟି କରିବା ପାଇଁ। ଆମନ୍ତ୍ରଣ ଜଣୁଛି ଶ୍ରୀଯୁକ୍ତ ବଳରାମ କର ମହୋଦୟଙ୍କୁ, ଏ ଗାଁର ପୁଅକୁ, ଏ ଗାଁର ବ୍ୟକ୍ତିତ୍ୱକୁ ଦୁଇ ପଦ ରଖିବା ପାଇଁ ଆପଣମାନଙ୍କ ଠାରୁ ଭବ୍ୟ କରତାଳି ସହ। ସମସ୍ତଙ୍କୁ ପ୍ରଣାମ, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ। ବହୁତ ଖୁସି ଲାଗୁଛି ଯେ ଆପଣମାନେ ଏଇଭଳି ଗୋଟେ ଛୋଟିଆ ଗାଁରେ ଆପଣମାନଙ୍କର ଏଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମାନେ ଖୁସି କହିଲେ ନ ସରେ। ଆମର ଏଇ ଗାଁ ପୁରାଣ ଆଉ ଇତିହାସରେ ଯାହାର ନାଁ ନଥିଲେ ମଧ୍ୟ ପୁରାଣ ବର୍ଣ୍ଣିତ। କାରଣ ଆପଣମାନେ ତ ପାଲା କରୁଛନ୍ତି, ପୁରାଣ ପଢ଼ିଛନ୍ତି। ବିରାଟ ରାଜାଙ୍କର ରାଜଧାନୀ ଏଇଠି ଥିଲା, ଏଇ ଗାଁର ପାଖରେ ଥିଲା। ତେଣୁ ଏଇ ଗାଁର ଐତିହ୍ୟ ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ। ମା ଯଜ୍ଞେଶ୍ୱରୀ ଏହାର ଅଧିଷ୍ଠାତ୍ରୀ ଦେବୀ। ତେଣୁ ତାଙ୍କରି ନାମ ଅନୁସାରେ ଏହାର ନାମ ଯାଜଭୈରବ ନୂଆ ଗାଁ। ଅଷ୍ଟଶମ୍ଭୁ ମହାଦେବ ଏଇ ଗାଁର ଚତୁଃପାର୍ଶ୍ୱରେ ପରିବେଷ୍ଟିତ, ଯାହାଙ୍କର ଆଶୀର୍ବାଦରୁ ଏଇ ଗାଁ ର ଐତିହ୍ୟ ବଡ଼ ମହତ୍ୱପୂର୍ଣ୍ଣ। ତା ନ ହୋଇଥିଲେ ଆପଣମାନେ ଏଇ ଛୋଟିଆ ଗାଁଟାକୁ କେବେ ହେଲେ ପସନ୍ଦ କରିନଥାନ୍ତେ ଯେ ଏଇଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଏଠି ସ୍ଥିର କରିବେ ବୋଲି। ପାଲା ସଂସ୍କୃତି ବହୁତ ପୁରୁଣା। ଆପଣମାନେ ପାଲା ସଂସ୍କୃତି ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେଇଥାନ୍ତି। ସମାଜ ଆପଣମାନଙ୍କ ଠାରୁ ବହୁତ ଶିଖିଥାଏ, ବହୁତ ଶିକ୍ଷା, ବହୁତ ଭବିଷ୍ୟତ ଆଶା କରିଥାଏ। ତେଣୁ ଆଜିର ଏହି କାର୍ଯ୍ୟକ୍ରମ ଯାହା ସମାଜକୁ ଦିଗ୍ଦର୍ଶନ ଦେବା କଥା, ଆପଣମାନଙ୍କର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶ୍ଚିତ ଭାବେ ଆପଣ ଯେଉଁ ଦିଗ୍ଦର୍ଶନ ଦେବେ ତାହା ବହୁତ ମହତ୍ୱପୂର୍ଣ୍ଣ ହେବ। ତେଣୁ ଆପଣଙ୍କର ଏହି 2 ଦିନର କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି। ଆପଣମାନେ ବହୁ ସଂଖ୍ୟାରେ ଆସିଛନ୍ତି, ତେଣୁ ଗାଁ ତରଫରୁ ଏହି ଅଞ୍ଚଳ ତରଫରୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣଙ୍କର ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ନେଉ। ଧନ୍ୟବାଦ, ନମସ୍କାର। ଆଜି ବଡ଼ ଖୁସିର ଦିନ ଯେ ଯେଉଁ ଆମର ସତ୍ୟନାରାୟଣ ପାଳିଆ ମହାସଂଘ ଆଜି ଆରମ୍ଭ ହୋଇଛି। ଏ କଥାଟା ମନ ଭିତରେ ଯେଉଁମାନେ ଚିନ୍ତା କରିବାକୁ କରିଛନ୍ତି, ଯେଉଁ ପାଳିଆ ଭାଇମାନେ, ସେମାନଙ୍କୁ ମୁଁ ସାଧୁବାଦ ଜ୍ଞାପନ କରିବି। କାହିଁକି ନା ଆମର ଗାୟକ ମହାସଂଘ ଥିଲା, ବହୁତ ଆଞ୍ଚଳିକ ଗାୟକ ପାଲା ଗାୟକ ପରିଷଦ ବି ହେଇଛି। ଗାୟକ ପରିଷଦ ଆମର ପୂର୍ବ ବର୍ଷ ବୋଧେ ବର୍ଷେ 2 ବର୍ଷ ପୂର୍ବରୁ ମୁଁ ଶୁଣିବାକୁ ପାଇଛି ହେଇଛି। କିନ୍ତୁ ଏ ବର୍ଷ ଯେତେବେଳେ ଶୁଣିଲି ଯେ ପାଳିଆ ମହାସଂଘ ଗଠନ କରାଯିବ ଏବଂ
এই ଯାଜଭୈରବ ନୂଆ ଗାଁରେ ସେଇଟା ହେବାକୁ ଯାଉଛି। ଇଏ ଗୋଟିଏ ପୁରୁଣା ବାଦିପାଲା ମଞ୍ଚ, ପ୍ରାୟ 30 ବର୍ଷ ତଳେ ଅକିଞ୍ଚନ ସୁଯୋଗ ପାଇଥିଲା 5 ରାତି ପାଲା ପରିବେଷଣ କରିଛି ମୁଁ ଏ ଷ୍ଟେଜରେ ସତ୍ୟନାରାୟଣଙ୍କ କୃପାରୁ। ଏ ମଞ୍ଚ ମଝିରେ ବନ୍ଦ ହୋଇଯାଇଥିଲା, ପୁଣି ପୁନରୁଦ୍ଧାର କରାଯାଇଛି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପଣ୍ଡା ମହୋଦୟଙ୍କର ପ୍ରଚେଷ୍ଟା, ତାଙ୍କର ଉଦ୍ୟମ ଏବଂ ଆପଣମାନଙ୍କର ସହଯୋଗରେ ଏ ବର୍ଷ ଗତ ବର୍ଷ ଏ ବର୍ଷ 2 ବର୍ଷ ପଡ଼ିଲା ପାଲା ପୁଣି ହେଲାଣି। ଆଉ ଆମର ଏ ଯେଉଁ ପାଳିଆ ମହାସଂଘ ହେଇଛି, ପାଳିଆ ମାନେ ପାଳିଆଟା ସେ ନିଜକୁ ମନେ କରିବା ନୁହଁ ଯେ ପାଲା ପାଇଁ, ଆଜ୍ଞା ପାଲାରେ କେବଳ ଗାୟକ କିଛି କରିପାରିବେନି, ପାଳିଆ ନଥିଲେ ଗାୟକ କରିପାରିବେନି। କେମିତି ନା ଗୋଟିଏ ଉଦ୍ଧୃତି ଦେବି, ଶଶୀନାଞ୍ଚ ନିଶି ନିଶିନାଞ୍ଚ ଶଶୀ ଶଶୀନାଙ୍ଗ ନିଶିନାଙ୍ଗ ସ ବିଭାତି ନଭ ବିଭୁନାଙ୍ଗ କବି କବିନାଙ୍ଗ ବିଭୁ ବିଭୁନାଙ୍ଗ କବିନାଙ୍ଗ ସ ବିଭାତି ସଭା। ଆଜ୍ଞା ଅର୍ଥ ହେଉଛି କ'ଣ ନା ଗାୟକ ମାନଙ୍କ କବି ମାନଙ୍କ ପାଇଁ ଗାୟକ, ଗାୟକ ମାନଙ୍କ ପାଇଁ କବି। ଯଦି କବି ନଥାନ୍ତେ ଗାୟକ ନଥାନ୍ତେ, କବି କେବଳ ବଞ୍ଚିଛନ୍ତି ଗାୟକ ମାନଙ୍କ ପାଇଁ। ସେମିତି ନିଶିନାଞ୍ଚ ଶଶୀ ଶଶୀନାଞ୍ଚ ନିଶି, ଆଜ୍ଞା ରାତି ଯଦି ନଥିବ ଚନ୍ଦ୍ର ଶୋଭା ପାଇବନି, ଆଉ ଚନ୍ଦ୍ର ଯଦି ଥିବେ ରାତି ନଥିବ ରାତି ଶୋଭା ପାଇବନି, ଚନ୍ଦ୍ର ନଥିଲେ ଖାଲି ରାତି ଭଲ ଶୋଭା ପାଇବନି। ଠିକ୍ ସେମିତି ପାଳିଆ ଏବଂ ଗାୟକ ପରସ୍ପର ପରିପୂରକ, କେହି କାହାକୁ ଛାଡ଼ି ରହିପାରିବେନି। ଏ ଓଡ଼ିଆ ଭାଷାକୁ ବଞ୍ଚେଇବା ପାଇଁ, ଏ ପାଲା ସଂସ୍କୃତିକୁ ବଞ୍ଚେଇବା ପାଇଁ ଉଦ୍ୟମରତ ଆମର ଯିଏ ହେଉଛନ୍ତି ମହୋଦୟ ରାଜ୍ୟ ସଭାପତି, ସିଏ ଦୀର୍ଘ ଦିନ ଉଦ୍ୟମ ଜାରି ରଖିଛନ୍ତି। ଏ ପାଲା ସଂସ୍କୃତି କେମିତି ବଞ୍ଚି ରହିବ ଆପଣ ଦେଖିବେ। ଶୀତ କାକରରେ ସିଏ ଗାଡ଼ିରେ ଗଲେ ବି କେତେ ଶୀତରେ ଘରୁ ବାହାରି ହେଉନି, ସିଏ ବହୁତ ଆମର ସଂଘ ଯେତେ ଅଛି ସବୁ ଆଟେଣ୍ଡ କରୁଛୁ। ଘରେ ଥିଲେ ବି ଆମେ ଖବର ପାଉଛୁ, ସବୁ ଜାଗାକୁ ଯାଉଛୁ। ଏଇ ରାଜ୍ୟସଭା ସେଠିକି ଗଲେ, ଏଇ ଆଜି ଗୋଟାଏ ସଭା ପୁଣି ସେଠି ଅଛି, ଏଠିକି ଆସିଲେ ଗୋଟାଏ ପଦ କହିବି। ଆଜ୍ଞା ଗୋଟାଏ ପଦ ଏଇ ବାବଦରେ କହିବି। କବି ହେଉଛନ୍ତି ନନ୍ଦକିଶୋର ବଳ, ପଲ୍ଲୀ କବି। କହିଲେ ଏ ସଂସାର ଅଟେ ମହାଶିକ୍ଷା ଭୂମି, ତ୍ୟାଗ ମହାନ ସାଧନ, ଇତର ପରାଣୀ ସମନର ହେଲେ ଏ ଜନମତା କାରଣ। ଏ ସଂସାର ଅଟେ ମହାଶିକ୍ଷା ଭୂମି। ଆଜ୍ଞା ଶିକ୍ଷା ଭୂମି ଅର୍ଥ ଏ ପାଠ ଖାଲି ସ୍କୁଲ କଲେଜ ପାଠ କଥା ଏଠି କୁହାହେଇନି। ନନ୍ଦକିଶୋର ବଳ କହିଛନ୍ତି ଏ ସଂସାର ଅଟେ ମହାଶିକ୍ଷା ଭୂମି, ତ୍ୟାଗ ମହାନ ସାଧନ। ତ୍ୟାଗ ତ୍ୟାଗ ଯାହାର ନଥବ, ଏ ସଂସାରରେ ଯାହାର ତ୍ୟାଗ ନାହିଁ, ଇତର ପ୍ରାଣୀ ସମ ନ ରହିଲେ ଜନମତା କାରଣ। ଇତର ପ୍ରାଣୀ କୋଉମାନେ ନା ପଶୁ ପକ୍ଷୀ ପତଙ୍ଗ, ଏମାନେ ଇତର ପ୍ରାଣୀ, ଏମାନଙ୍କର ତ୍ୟାଗ ନାହିଁ। ତ୍ୟାଗ ଯେଉଁମାନେ ତ୍ୟାଗ କରିଛନ୍ତି, ତେଣୁ ଏ ସଂସ୍କୃତି ପାଇଁ, ଏ ସାହିତ୍ୟ କେମିତି ବଞ୍ଚି ରହିବ, ଓଡ଼ିଆ ଭାଷା କେମିତି ବଞ୍ଚି ରହିବ, ଏ ଗାୟକ ପାଳିଆ ଗାୟକ ମାନଙ୍କର ତ୍ୟାଗ। କାହିଁକି ନା ଯାହାକୁ ଆପଣଙ୍କର ଗଙ୍ଗାଧର ମେହେର କହିଛନ୍ତି, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ଆମେ ଉଚ୍ଚ ହେବା ପାଇଁ ଆମେ ମାତୃଭାଷାକୁ ଆଗେ ବଡ଼ କରିବା। ଇଂରେଜୀ ପଢୁଆ ପିଲାମାନେ ଇଂରେଜୀରେ ତାଙ୍କ ପିଲାମାନଙ୍କୁ ସବୁ ଡାଡି ମମି ଶିଖଉଛନ୍ତି, କିନ୍ତୁ ଆମେ ବାପା ମା ଶିଖେଇବା। ସେ ତ ସେ ଡାଡି ମମି କଥା କହିଲେ ସେ ଗାୟକ ମାନେ ସବୁ କହନ୍ତି, ସେ ବହୁତ କଥା, ତେଣୁ ବେଶୀ ଗପିବିନି। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଏ ସଂସାରଟା ହେଉଛି ମହାଶିକ୍ଷା ଭୂମି, ତ୍ୟାଗ ମହାନ ସାଧନ। ସମସ୍ତଙ୍କର କିଛି କିଛି ତ୍ୟାଗ ରହିବା ଦରକାର। बोल
जगत पिता जगत स्रष्टा जगत कर्ता विश्व मंगलदायक प्रभु श्रीमान श्री सत्यनारायण देवଙ୍କ प्रीत्यर्थे बोल भाई प्रेमानंद का बहार हरि हरि जगत जननी झंकड़वासिनी स्नेहमयी ममतामयी महा शारदा देवी प्रीत्यर्थ माँ भुआसुणी देवी प्रीत्यर्थे चैतन्य महाप्रभु प्रीत्यर्थे आखंडलमणि बाबा प्रीत्यर्थे सर्वदेवता देवी प्रीत्यर्थे बोल भाई प्रेमानंद का बहार हरि हरि तथा अनुष्ठान को सही प्रभु सत्यनारायण सर्वरिष्ट खंडन करिबा संगे संगे उत्तरोत्तर नति करंतु बोल भाई प्रेमानंद का बहार हरि हरि बेमार को पाइले हमर कलाकार माने दिन गोटे हिसाब मंचू आइले चिन्हा चिन्ह अलग तेणु पालार आज है प्रथम रज भाई मोर काली आइले जना पड़नी हाँ बाबा पपू रे पपू श्री श्री सत्यनारायण पाला पालिया महासंघ ओडिशा तार वार्षिक प्रथम सम्मिलनी ए वर्ष तेणु ये सम्मिलनी पाला बेल ना कि बल भी पाऊन तेणु आजिकार कार्यक्रम केउ पथरे के अनुसार जीव बापा पपू तो बाट धरी तू नहीं आमको कौन खाइया को देचो दीटा बोरा किए आउ खाइलु त तू तो खाइया को हारनु के काम को पारनु किरा आउ खाइलु ना निमा भाई ओ माननीय हमर सुधी दर्शक समाज सर्वादौ सर्वप्रथम एठारे विराजमान करिथिबा सेही प्रभु सत्यनारायण एवं देवदेव महादेव बाबा आखंडलमणिंकर पदारविंदर अनंत कोटि प्रणिपात ज्ञापन करि सारिबा परे एठारे उपस्थित थिबा संगीत बड़ भाई माने
ଏବଂ ଏଠାରେ ଉପସ୍ଥିତ ଥିବା ବାଳ ବୃଦ୍ଧ ବନିତା ପାଲା ପ୍ରେମୀ କଳା ପ୍ରେମୀ ସଂସ୍କୃତ ପ୍ରେମୀ ପଣ୍ଡିତ ମହୋଦୟଙ୍କୁ ମୋର ଅନନ୍ତ କୋଟି ନମସ୍କାର ଜ୍ଞାପନ କରୁଛି। ନିମା ଭାଇ କହିବା କଣ କରିବା କଣ? ଯାହା କହିବା କଥା କହିବୁ, ଯାହା କରିବା କଥା। ଯେତିକି ସମୟ ଆମ୍ଭ ମାନଙ୍କ ପାଇଁ ଏଠାରେ ନିଷ୍ପତ୍ତି କରାଯାଇଛି, ନ୍ୟସ୍ତ କରାଯାଇଛି, ବାୟକ ହିସାବରେ କଣ 2-4 ପଦ କଥା କହିବା ଏବଂ ଦେବଦେବ ମହାଦେବ ଆଖଣ୍ଡଳମଣିଙ୍କର ପ୍ରେଜେଣ୍ଟ ଉପସ୍ଥିତିରେ ଯାହା ବି ହଉନା କାହିଁକି ସେ ଦେବଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ଖଣ୍ଡିଏ ଶ୍ଲୋକ ପାଠ କରିବା, ତାପରେ ଦେଖିବା କଣ ହଉଛି, କଣ କରିବା। ଶ୍ଲୋକ ଓଡ଼ିଆରେ ନା ସଂସ୍କୃତରେ? ଓଡ଼ିଆ। ଇଏ ପିଲା ଆଜିକାଲିର ପିଲା ଜନ୍ମ ହେବା ପରେ 5 ବର୍ଷ ନା ଯାଉନାହାନ୍ତି ଆଉ ପାଠ ପଢିବାକୁ। 2 ବର୍ଷ 3 ବର୍ଷ ପରଠୁ ଇଂଲିଶ ମିଡିୟମରେ ପଢିଲେଣି। ସେ ଯୋଉ ପ୍ରତ୍ୟେକ କଥାରେ ଇଂଲିଶ ୱାର୍ଡଟି ଲାଗୁଛି, ତାପରେ ଓଡ଼ିଆ ବ୍ୟବହାର କରାଯାଉଛି। ଆଚ୍ଛା ହଉ। ତେଣୁ କରି ଦେବଦେବ ମହାଦେବ ବୃଷଭ ଶ୍ଲୋକଟି ପାଠ କରିବା, ମୃଦଙ୍ଗରେ ବଜେଇବା, ତାପରେ ଦେଖିବା କୁଆଡେ କି କଣ ଯାଉଛି। ବୃଷଭ ବାବଦରେ ବୃଷଭ ଶ୍ଲୋକ କାହିଁକି ବୃଷଭ ଶ୍ଲୋକ ବଜେଇବି ସେଟା ପଚାରୁନ। କାହିଁକି? ଦେବଦେବ ମହାଦେବ ଶଙ୍କର ଭଗବାନଙ୍କ ପାଖକୁ ଗଲା ବେଳେ ସର୍ବପ୍ରଥମେ ତମେ କାହାକୁ ଦର୍ଶନ କରୁଛ? ଏ ବାପା ଷଣ୍ଢ, ପୁଣି ବାପା କଣ? ବାବୁ କଣ? ସେ ବୃଷଭ। ବାବୁ ଯେ ବାହନ। ତମର ବହୁତ ବ୍ୟାକରଣ। ସମ୍ମାନ ଦେବାନି, ସମୟ ନାହିଁ। ବୃଷଭ ଶ୍ଲୋକ କହିବ ଗୋ କ୍ରୀଡା ରଟଟଂ ବିରାଜିତ ବିକ୍ରୀଡା କ୍ରୀଡନ୍ତି କିଡ଼ି କ୍ରୀଡା ଟିଟୋ ଟିଟୋ ନାସିଟଂ ଧେୟାକ ଧେଇ ଧେଇ କ୍ଷତିପତି ଟପଟଂ ଆଦିତ୍ୟ ବନ୍ଦେ ମହାନାଟ ବୃଷଭ। ବାପା ପାଟିରେ ହଉନାହିଁ। ଯୋଉଟା ତ ପାଟିରେ ନ ହବ ସେଟା ମୃଦଙ୍ଗରେ ଭଲ ସରଳରେ ହବ। କହିବ ଗୋ କ୍ରୀଡା ରଟଟଂ। ଆଚ୍ଛା, ତା ନାଁ ପ୍ରଥମେ ଡାକିଲେ ଅସୁବିଧା? ଡାକିବି କଣ ଡାକିବ? କହିବ ବୋଲ ତ ମୃଦଙ୍ଗ ବୋଲ ତ ରାଧେ କୃଷ୍ଣ ବୋଲ। ଏଇ ତ ନା ଆଉ କଣ ଅଛି? ଏତିକି। କହିବ ବୋଲ ତ। ଭାଇ କାନ ଦିଅ। ମୁଁ କାନେଇନି, ଆଉ କଣ ତୁ କାନେଇ? ମୁଁ ଆରେ ସିଏ କାନେଇବେ। ଧରିବେ ସିଏ। କଣ ଭୁଲ? କାର? ତମର। ହଉ। ମାଉସୀ ମୁଣ୍ଡ କାମ କରୁନି। କହିବ ମଣିଷ ନା କଣ? କଣ ଆମ କଣ କାଲ? ତୁ ଏତେ ଜୋରେ ବାଡଉଛୁ? ଆଉ କମେଇବି ନା ଆଉ ଜୋର ବଜେଇବି? ନାଇଁ କମା। କହିବ ବୋଲ ତ। ଆହୁରି କମା। ବୋଲ ତ। ଆଉ ଟିକେ କମିଗଲା, ଆଉ ଟିକେ ବଢା। ଇଏ ତମରି ମାଧ୍ୟମରେ ଗଲେ ମୁଁ କରିପାରିବିନି କିଛି କାମ। ନାଇଁ ତୁ ଆଉ ଟିକେ ବଢା। ନାଇଁ ହେଲାନି। ଗୋଟି ଗୋଟି କହିବ, ପୁରା କ୍ଲିୟର କରିଦେ। ତାହେଲେ କଣ ବାଜିଲା? ବୋତଲ। ବୋତଲ ବାଜିଲା। ଦେଖ କହିବ ବୋତଲ। ବୋତଲ ବାଜିବ। ବୋତଲ। ଆରେ ତାମାନେ ମୃଦଙ୍ଗ ବି ବୋତଲ ଦରକାର ହଉଛି। ଇଏ ବୋତଲ ଡାକୁଛି। ଇଏ କହିଲା ବୋତଲ। କହିବ ବୋଲ ତ। ହେଲା। ତାପରେ ଆଉ କହିବ? ନାଇଁ ଆଉ ଦୋକାନ। କହିବ ରାଧା କୁଲ। ସେଇଟା କଣ? କୁନ୍ଦୁରା। ରାଧା କୁଲ। କହିଲା? ନାଇଁ ହେଲା ନା ଆଉ ଅଛି? ନାଇଁ ଆଉ ଦୋକାନ ନାଇଁ ବଡା। ଆଉ କ୍ଲିୟର କରିବି? ନାଇଁ କ୍ଲିୟର ଆଉ ଯଦି ଅଛି ଜାଣିତେ କରିଦା। ଆଉ କଣ ଅଛି କରିଦା? କଣ କରିବେ? କ୍ଲିୟର ସେଇ ତକ ପରା। କହିବ ବୋଲ ତ ମୃଦଙ୍ଗ ବୋଲ ତ ରାଧେ କୃଷ୍ଣ। କହିବ ଗୋ କ୍ରୀଡା ରଟଟଂ। ହଉ। ତମେ କାଲିଠୁ ରାତି ଅନିଦ୍ରା ହେଇଛ, ଆଜି କହୁଥିଲ ଗୋଡ ବିନ୍ଧୁଛି, ଆଉ ଭୁଲଟା ଧରିବ କୋଉଠି ଜାଣିପାରୁନା, କିଛି ଜାଣୁନା। କାମ କରୁନାହିଁ ଆଉ। ଗୋ କ୍ରୀଡା। କହିବ ଗୋ କ୍ରୀଡା। କ୍ରୀଡା। କହିବ ଗୋ କ୍ରୀ।
ଗୋକିଟା ହେଇଗଲା କଣ ନା ହେଲାନି କହୁଛି ଗୋ କିଳା କିଳା ଏଟା କିଳା କାହିଁ ଯାଉଛି ଏଠି କିଳା ଗୋକି ହଁ ଗୋକି ଗୋକି ହଁ ହଁ ଗୋକିଟା ଏଥର କଣ ହେଲା ହଁ ଷଣ୍ଢ ଯେ ମା ପେଣ୍ଟ ଏଇନା କିଳା ହଉଥିଲା ଏଇନା କଲା କିଡ଼ା ନା କିଳା କିଳା ହେଲା ହେଟ୍ ହଁ ଗୋକିଟା ଗୋକିଟା ଇଏ କଣ ପ୍ଲେନ କରିଦେଲୁ ଗୋକିଟା ସେଇ ଗୋକିଟା